ଯଦି ଏବେ ନୁହେଁ ତ କେବେ ନୁହେଁ। ମାନେ ଯଦି ଶୀଘ୍ର ନ କରିବା ତାହେଲେ ପୁଣି ବର୍ଷେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ତ ଚାଲନ୍ତୁ ଆଜି ବନେଇବା ସମର ସିଜନର ସବୁଠୁ ବେଷ୍ଟ ତରକାରୀ ମାନେ ପଣସ କଷା ତରକାରୀ। ଆପଣମାନେ ତ ବହୁତ ପ୍ରକାର ପଣସ କଷା ବନେଇଥିବେ, କିନ୍ତୁ ଆଜି ଏଇ ଉପାୟରେ ବନାନ୍ତୁ, ପୁରା ମାଂସ ତରକାରୀ ପରି ସ୍ୱାଦ ଲାଗିବ। ତ ଏଠି କିଛି ପ୍ରସ୍ତୁତି କରିବାକୁ ପଡ଼ିବ। ପଣସକୁ କାଟିକି ଏଠି ଧୋଇକି ମୁଁ ଛୋଟ ଛୋଟ ଆକାରରେ କାଟିକି ଲୁଣ ଆଉ ଟିକେ ହଳଦୀ ପକେଇକି 10 ମିନିଟ୍ ପର୍ଯ୍ୟନ୍ତ ସିଝିବାକୁ ଛାଡ଼ି ଦେଇଛି। 250 ଗ୍ରାମ ପିଆଜକୁ ଭଲ ଭାବରେ ଲମ୍ବା ଲମ୍ବା କାଟିକି ତାକୁ ଛାଣିକି ରଖିନେଇଛି। ଆଳୁକୁ ମଧ୍ୟ କାଟିକି ତାକୁ ତେଲରେ ଭଲ ଭାବରେ ଅଳ୍ପ ଟିକେ ଲୁଣ ଆଉ ହଳଦୀ ପକେଇକି ଛାଣିକି ରଖିନେବା। ଆଳୁଟା ଅପସନାଲ, ଆପଣ ଚାହିଁଲେ ଦେଇପାରିବେ, ନହେଲେ ଖାଲି ମଧ୍ୟ କରିପାରିବେ। ଏବେ ଦୁଇଟା ମସଲା ଦରକାର ହେବ। ଗୋଟେ ବଟା ମସଲା ଆଉ ଗୋଟେ ଗୁଣ୍ଡ ମସଲା। ବଟା ମସଲାରେ ପ୍ରଥମେ ଅଦା ରସୁଣର ବଟା ଆଉ ଗୋଟେ ଭଜା ପିଆଜ ବଟା। ତ ଅଦା ରସୁଣ ବଟା ଆମେ ବନେଇଦେବା, ବା ଅଦା ରସୁଣ ଜିଞ୍ଜର ଗାର୍ଲିକ୍ ପେଷ୍ଟ, ଯେଉଁଥିରେ କି ଆପଣ ସବୁବେଳେ ଗୋଟେ କଥା ମନେ ରଖନ୍ତୁ, ଯେତେବେଳେ ବି ଅଦା ରସୁଣ ଆପଣ ବାଟା ତିଆରି କରିକି ରଖୁଥିବେ, କେତେବେଳେ ହେଲେ ପାଣି ଦେଇକି ତାକୁ ବାଟନ୍ତୁନି। ବରଂ ପାଣି ବଦଳରେ 2 ଚାମଚ ଭିନେଗାର ଆପଣ ୟୁଜ୍ କରନ୍ତୁ। ଆଉ ଯେତିକି ତରକାରୀରେ ଦରକାର ହେବ ସେତିକି ବଟା ରଖିଦେଇକି ବାକି ବଟାକୁ ଦେଖନ୍ତୁ, ମୁଁ ଏଥିରେ ଗୋଟେ ଏୟାର ଟାଇଟ୍ କଣ୍ଟେନର ରଖିକି 1 ଚାମଚ ସୋରିଷ ତେଲ ଦେଇକିନା ତାକୁ ରଖିଦେବା। ଯଦି 1 ମାସ ପର୍ଯ୍ୟନ୍ତ ଆମର ଅଦା ରସୁଣ ପେଷ୍ଟ କେତେବେଳେ ହେଲେ ଖରାପ ହେବନି। ଏଇଭଳିଆ ଆପଣ ନେକ୍ସଟ ଟାଇମଠୁ କରନ୍ତୁ। ଏବେ ପିଆଜର ବଟା ବନେଇବା। ଯେଉଁ ପିଆଜକୁ କାଟିକି ମୁଁ ଭଲ ଭାବରେ ତେଲରେ ଛାଣିକି ରଖିନେଇଛି। ଏବେ ସେଇ ପିଆଜ ବଟାକୁ ଅଧା କପ୍ ଦହି ସାଙ୍ଗରେ, ଫ୍ରେଶ୍ ଦହି ସାଙ୍ଗରେ ଆମେ ବାଟିବା। ପିଆଜ ବଟାରୁ 1 କି 2 ଚାମଚ ପିଆଜ ବଟା ତାକୁ ମୁଁ ବଞ୍ଚେଇକିନା ରଖିଛି, ଯେଉଁଟାକି ସଭା ଲାଷ୍ଟରେ ତରକାରୀରେ ଉପରେ ଆମେ ତାକୁ ଦେବା। ଏବେ ପିଆଜ ବଟାକୁ ଦହି ସାଙ୍ଗରେ ଆମେ ପେଷ୍ଟ ବନେଇକିନା ରଖିନେବା। ତ ଫ୍ରେଣ୍ଡସ୍, ଏମିତି ଭାବରେ ପଣସ କଷା ଥରେ ନିଶ୍ଚୟ କରନ୍ତୁ, ଆଉ ତାର ସ୍ୱାଦ କେମିତି ଲାଗିଲା ମୋତେ କମେଣ୍ଟସ୍ କରିବେ। ଆମର ଦୁଇଟା ଯାକ ବଟା, ପିଆଜ ବଟା ଆଉ ରସୁଣ ବଟା ହେଇଗଲା। ଏବେ ଆମେ ଗୁଣ୍ଡ ମସଲା ତିଆରି କରିବା। ଗୁଣ୍ଡ ମସଲାରେ ଏଠି ମୁଁ ନେଇଛି 2 ବଡ଼ ଚାମଚ ଧନିଆ, ଗୋଟା ଧନିଆ, 4-5ଟା ତେଜପତ୍ର, ଯେତିକି ଧନିଆ ତାର ଅଧା ଜିରା, 2 ବଡ଼ ଚାମଚ ଧନିଆ, 1 ବଡ଼ ଚାମଚ ଜିରା, 4-5ଟା ତେଜପତ୍ର ଆଉ 8ରୁ 10ଟା ଶୁଖିଲା ଲଙ୍କା, ଯାହାର ମଞ୍ଜିକୁ ମୁଁ ବାହାର କରିଦେଇଛି। ଏବେ ସବୁଗୁଡ଼ାକ ଏକଦମ ଲୋ ଫ୍ଲେମ୍ରେ ଆମେ ତାକୁ ଭାଜିବା। ଲୋ ଫ୍ଲେମ୍ରେ ସବୁବେଳେ ମସଲାକୁ ଭାଜିବେ, ନହେଲେ କ'ଣ ହେବ ନା ମସଲା ପୋଡ଼ିଯିବ, ଯାହାଫଳରେ ତାର ସ୍ୱାଦ ରହିବନି। 1 ମିନିଟ୍ ଭାଜି ହେଇଗଲା ପରେ ସେଥିରେ 1 ଛୋଟ ଚାମଚ ଗୋଲମରିଚ, 1 ବଡ଼ ଚାମଚ ପାନମଧୁରୀ, 8ରୁ 10ଟା ଗୁଜୁରାତି, 4-5ଟା ଅଳେଇଚ, 6-7ଟା ଲବଙ୍ଗ ଆଉ 8ରୁ 10 ଖଣ୍ଡ ଛୋଟ ଛୋଟ ଡାଲଚିନି ମୁଁ ପକେଇଛି। ତାକୁ ମଧ୍ୟ ସବୁତକ ଦେଇକି ସେଇ ଲୋ ଫ୍ଲେମ୍ରେ ଆମେ ଆଉ 2 ମିନିଟ୍ ଭାଜିବା, ଯେମିତିକି ଡାଲଚିନିର ବାସ୍ନା ଆସିବ। ଯେତେବେଳେ ଜିରା ଆଉ ଡାଲଚିନି ଭଲ ଭାବରେ ଭାଜି ହେଇକି ବାସ୍ନା ଆସିବ, ସେତେବେଳେ ସେଥିରେ ଆମେ 1 ଚାମଚ ଲାଷ୍ଟରେ ମିଶାଇବା ପପି ସିଡ୍, ମାନେ ପୋସ୍ତଦାନା। ଟିକେ ସମୟ ଭାଜିଦେବା, ଚଲେଇଦେବା, କାରଣ ପୋସ୍ତଦାନା ବହୁତ ଛୋଟ, ସାଙ୍ଗେ ସାଙ୍ଗେ ତଳକୁ ଚାଲିଯାଏ। ତାପରେ ସେଥିରେ ମୁଁ ଏଠାରେ ଦେଇଛି 6-7ଟା କାଶ୍ମୀରୀ ଚିଲି ବା ରେଡ୍ ଚିଲି, ଯେଉଁଟାକି ଆମର ମସଲାର କଲର୍ ବହୁତ ଦିଏ, ବଢ଼ିଆ ଆସେ। ଯଦି ଆପଣଙ୍କ ପାଖରେ ଗୋଟା ଚିଲି ନାହିଁ, କାଶ୍ମୀର ଚିଲି ନାହିଁ, ତାହେଲେ ଆପଣ ମସଲା ବାଟିଲା ବେଳେ, ଗୁଣ୍ଡ କଲାବେଳେ ସେଥିରେ 2 ବଡ଼ ଚାମଚ କାଶ୍ମୀରୀ ଚିଲି ଗୁଣ୍ଡ ମିଶାଇ ଦେବେ। କାଶ୍ମୀର ଚିଲି ଦେଇକି ଆଉ 1 ମୁଠା କସୁରୀ ମେଥି ଦେବା, ଦେଇକି ମାତ୍ର 1 ମିନିଟ୍ ଆମେ ଚଲେଇ ଦେଇକି ତାକୁ ବାହାର କରି ଆଣିବା। ଟିକେ ଥଣ୍ଡା ହେଲା ପରେ ମସଲାକୁ ଗୁଣ୍ଡ କରିଦେବା। ଇଏ ଆମର ରେଡ଼ି ହେଇଗଲା ଅଲ୍ ଇନ୍ ୱାନ୍ କିଚେନ୍ କିଙ୍ଗ ମସଲା। ଆପଣ ଏଇ ମସଲାରେ ଭେଜ୍, ନନ୍ଭେଜ୍, ପନିର, ଛତୁ ସବୁ ପ୍ରକାର ତିଆରି କରିପାରିବେ। ବହୁତ ବଢ଼ିଆ ବାସ୍ନା ଆଉ ବହୁତ ଖୁବ୍ କମ୍ ସମୟରେ ଖୁବ୍ ଶୀଘ୍ର ତିଆରି ହେଇଯାଇପାରିବ। ଆପଣ କେବଳ ପିଆଜ ରସୁଣ, ଅଦା ରସୁଣର ପେଷ୍ଟ ଆଉ ଏଇ ମସଲା ଯଦି ଆପଣ ଘରେ ବନେଇନା ରଖିଦେବେ, ତାହେଲେ ଖୁବ୍ 10 ମିନିଟ୍ ଭିତରେ ଆପଣ ଯେକୌଣସି ତରକାରୀ ରେଡ଼ି କରିପାରିବେ। ତ ଏବେ ଆମର ପଣସ କଠା ତରକାରୀ କରିବା। ସେଥିପାଇଁ ଏଠି କଡ଼େଇରେ ମୁଁ 2 ବଡ଼ ଚାମଚ ସୋରିଷ ତେଲ ଦେଇଛି। ସୋରିଷ ତେଲ ଟିକେ ଯେତେବେଳେ ଭଲ ଭାବରେ ଗରମ ହେଇଯିବ, ସେତେବେଳେ 1 ଗରମ ମସଲା, ଯେମିତିକି ତେଜପତ୍ର, 1 ଡାଲଚିନି ଖଣ୍ଡେ, ଛୋଟ ଡାଲଚିନି, 1 ବଡ଼ ଅଳେଇଚକୁ କୁଟିକି ପକାଇ ଦେଇଛି। ଏବେ ତେଲରେ ଯେତେବେଳେ
ବାସ୍ନାରେ ଆସିଯିବ ମସଲାର 2 ବଡ଼ ଚାମଚ ସେଥିରେ ଦେବା ଅଦା ରସୁଣ ବଟା। ତାକୁ ଟିକେ ଚଲେଇ ଦେଇକି ଯେଉଁ ଗୁଣ୍ଡ ମସଲା ଆମେ କରିକି ରଖିଲେ ସେଥିରୁ 3 ଚାମଚ ଗୁଣ୍ଡ ମସଲା ଦେଇଛି। ଦେଖନ୍ତୁ ଆପଣଙ୍କର ଯେତେ ବଡ଼ ମସଲାଟା ପଣସ କଷା ଯେତିକି ହେବ ପଣସ କଠା ଯେତିକି ବଡ଼ ହେଇଥିବ ସେଇ ଅନୁସାରେ ଆପଣ ମସଲାର ପରିମାଣ ବେଶୀ ବଢ଼େଇ ପାରିବେ ନହେଲେ କମ୍ କରିପାରିବେ। ଗୁଣ୍ଡ ମସଲା ଦେଇସାରିଲା ପରେ ସେଥିରେ ଆମେ ହଳଦୀ ଦେଇନେ ତେଣୁ ହଳଦୀ ଦେବା। 1 ଚାମଚ ପାଣି ଦେଇକି ଟିକେ କଷି ଦେଇକି ଯେଉଁ ପିଆଜ ବାଟିକି ଆମେ ରଖିଲେ ଦହି ସାଙ୍ଗରେ ତାକୁ ଦେଇଦେବା। ସେ ଦେଇସାରିଲା ପରେ ସାଙ୍ଗେ ସାଙ୍ଗେ ସେଟାକୁ ଚଲେଇବାକୁ ପଡ଼ିବ ନହେଲେ ଦହି ଦିଆହେଇଛି ତେଣୁ ତରକାରୀ ମସଲା କ'ଣ ହେବ ନା ଫାଟିଯିବ। ତେଣୁ ଅଳ୍ପ ଟିକେ ପାଣି ଦେଇକି ସାଙ୍ଗେ ସାଙ୍ଗେ ତାକୁ ଚଲେଇବେ। ମସଲା ଯେତେବେଳେ ଅଏଲ୍ ସେପାରେଟ୍ ହେଇଯିବ ଯେଉଁ ଆଳୁକୁ ଛାଣିକି ଆମେ ରଖିଥିଲେ ତାକୁ ଦେଇଦେବା। ଯେଉଁ ପଣସ ସିଝିକିନା ରଖିଥିଲେ ତାକୁ ଦେଇଦେବା। ପଣସରୁ ପାଣି ସବୁ ବାହାର କରିଦେଇଥିବା ଦେଇକି ତାକୁ ଏବେ ସେଥିରେ ଦେଇକି ଆମେ 5ରୁ 6 ମିନିଟ୍ ମସଲା ସାଙ୍ଗରେ କଷିବା। ସେଥିରେ ଲୁଣ ଦେବା ସ୍ୱାଦ ଅନୁସାରେ ଲୁଣ। ଦେଖନ୍ତୁ ଏଥିରେ ମୁଁ ପଣସ ସିଝେଇଲା ବେଳେ ଲୁଣ ଦେଇଛି, ଆଳୁ ଭାଜିଲା ବେଳେ ମଧ୍ୟ ଲୁଣ ଦେଇଛି। ତେଣୁ ଆପଣ ଆପଣଙ୍କ ସ୍ୱାଦ ଅନୁସାରେ ଲୁଣ କମ୍ ବେଶୀ କରିବେ। ଏବେ ଲୁଣ ଦେଇକି ଭଲ ଭାବରେ କଷିକି ସେଥିରେ ଗରମ ପାଣି ଦେଇକି ଘୋଡ଼େଇକି ସିଝିବାକୁ ଛାଡ଼ିଦେବା। ତ ଫ୍ରେଣ୍ଡସ୍ ସବୁବେଳେ ତରକାରୀ ଯେତେବେଳେ ବି ଆପଣ କରୁଛନ୍ତି କେତେବେଳେ ଥଣ୍ଡା ପାଣି ଦେବେନି, ସବୁବେଳେ ଗରମ ପାଣି କରିକି ଆପଣ ତରକାରୀରେ ଦିଅନ୍ତୁ। ତରକାରୀର ସ୍ୱାଦ ମଧ୍ୟ ବଢ଼ିବ ଆଉ ଖୁବ୍ ଶୀଘ୍ର ରେସିପି ତିଆରି ହେଇଯିବ। ମାତ୍ର 10 ମିନିଟ୍ ଭିତରେ ଦେଖନ୍ତୁ ଆମର ପଣସ ସିଝିକିନା ଥିଲା, ଆଳୁ ମଧ୍ୟ ଛଣା ହେଇଯାଇଥିଲା। 10 ମିନିଟ୍ ଭିତରେ ମସଲା ସାଙ୍ଗରେ ଆମର ତରକାରୀ ପୁରା ରେଡ଼ି ହେଇଗଲା। ତାର କଲର୍ ବି କେତେ ବଢ଼ିଆ ଆସିଛି ଆଉ ଖୁସବୁ ତ ବାସ୍ନା ତ ବହୁତ ବଢ଼ିଆ। ଏବେ ତା ଉପରେ ଧନିଆ ପତ୍ର, ଟିକେ ଗରମ ମସଲା ଆଉ ଯେଉଁ ପିଆଜ ଭଜା ବଞ୍ଚେଇକିନା ଆମେ ରଖିଥିଲେ ତାକୁ ଦେଇଦେବା। ଦେଇକି ତାକୁ କାଢ଼ିକି ତଳକୁ ନେଇ ଆସିବା। ଏବେ ତାକୁ ରୁଟି ସାଙ୍ଗରେ ଭାତ ସାଙ୍ଗରେ ଆପଣ ସବୁଥିରେ ଖାଇପାରିବେ। ବହୁତ ଟେଷ୍ଟି ଆଉ ବହୁତ ଶୀଘ୍ର ମଧ୍ୟ ତିଆରି ହେଇଯାଇପାରିବ। ନିଶ୍ଚୟ ବନାନ୍ତୁ। କେମିତି ଲାଗିଲା ମୋତେ କମେଣ୍ଟସରେ କରିବେ। ଯଦି ଭିଡ଼ିଓ ଭଲ ଲାଗିଲା ତାହେଲେ ଲାଇକ୍ କରିବେ, ସେୟାର କରିବେ ଆଉ ଯଦି ଫାର୍ଷ୍ଟ ଟାଇମ୍ ଦେଖୁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ।